ଦଳର ସଂକୀର୍ଣ୍ଣ ଗଣ୍ଡି ଭିତରେ କିଏ ବାନ୍ଧି ପାରିବ ନାହିଁ। ବିଜୁବାବୁ ଦଳ ମତ ସବୁ ଚିନ୍ତା ସବୁ ଊର୍ଦ୍ଧ୍ୱର ବ୍ୟକ୍ତି ସିଏ। ଯଦି ଭାରତବର୍ଷରେ ବା ପୃଥିବୀରେ ଯଦି କିଏ ସମ୍ମାନ ଦେଇଛି ସିଏ ହେଉଛନ୍ତି ବିଜୁ ପଟ୍ଟନାୟକ। ଜାତି ଧର୍ମ ବର୍ଣ୍ଣ ଦଳ ନିର୍ବିଶେଷରେ ପରମ ପୂଜ୍ୟ ହେଉଛନ୍ତି ବିଜୁବାବୁ। ତାଙ୍କୁ ଜୟନ୍ତୀ ପାଳନ କରିବା ପାଇଁ ସମସ୍ତେ ଯୋଗଦାନ କରିବା ଉଚିତ। ବିଜୁବାବୁ ଥିଲେ ଓଡ଼ିଆ ଜାତିର ଗର୍ବ ଗୌରବ, ଓଡ଼ିଶାର ସୁନାମ, ଓଡ଼ିଶାର ମର୍ଯ୍ୟାଦାକୁ ବିସ୍ତାରିତ କରିବା ଦିଗରେ ଜାତୀୟ ସ୍ତରରେ ନୁହନ୍ତି ପୃଥିବୀରେ ଓଡ଼ିଶାର ପରିଚୟକୁ ବୃଦ୍ଧି କରିବା ଦିଗରେ ଯଦି କାହାର ଅନବଦ୍ୟ ଅବଦାନ ଥିଲା ସେଥିରେ ବିଜୁବାବୁ ଦଳ ମତ ନିର୍ବିଶେଷରେ ଓଡ଼ିଶାର ବିକାଶ ପାଇଁ ନିରନ୍ତର ଚେଷ୍ଟା କରିଛନ୍ତି। ଓଡ଼ିଶାର ସମ୍ମାନ ପାଇଁ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟ କରିଛନ୍ତି। କଳିଙ୍ଗ ୟୁନେସ୍କୋ ପୁରସ୍କାର 40 ଲକ୍ଷ ଟଙ୍କା ମୂଲ୍ୟ ଯାହାର ହେଇଛି ଆକୁ 52 ମସିହାରେ ପ୍ରଚଳନ କରିଥିଲେ। ଓଡ଼ିଆ ଜାତିର ସମ୍ମାନ ପାଇଁ ପୃଥିବୀର ଶ୍ରେଷ୍ଠ ବୈଜ୍ଞାନିକମାନଙ୍କୁ ଏ ପୁରସ୍କାର ଦିଆଯାଉଥିଲା, ଏବେ ବି ଦିଆଯାଉଛି। ରାଜ୍ୟ ସରକାର କେନ୍ଦ୍ର ସରକାର ଅନୁଦାନ ଦିଅନ୍ତି, ଚେଷ୍ଟା କରାଯାଉଛି ଅନୁଦାନ ଦେବେ, ନଦେଲେ ବି ଯେଉଁ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ମଧ୍ୟ ପ୍ରସ୍ତୁତ ହେଉଛି ଦେବେ ବୋଲି ଆଜି କହିଛନ୍ତି। ଧନ୍ୟବାଦ ଦେବି ମାନ୍ୟବର ମୁଖ୍ୟମନ୍ତ୍ରୀ। ଆଲୋଚନା ହେଲା ପରେ କହିଛନ୍ତି ଯେଉଁ ଷ୍ଟେଟ୍ ସେୟାର ଷ୍ଟେଟ୍ର ଯେଉଁ ଭାଗ ତାକୁ ଦେବେ, ସିଏ ଦେଲେ ତ ଧନ୍ୟବାଦ ଆମେ ଦେବୁ। 40 ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ ଆମର କଳିଙ୍ଗ ୟୁନେସ୍କୋ ପୁରସ୍କାର ଯେଉଁ ପ୍ୟାରିସରେ ଦିଆଯାଏ ଶ୍ରେଷ୍ଠ ବୈଜ୍ଞାନିକମାନଙ୍କୁ ପୃଥିବୀର ଦିଆଯାଇପାରିବ। ଏକଥା କରୁଥିଲେ କ'ଣ ପାଇଁ ନା ଓଡ଼ିଶା ଉପରେ ଏକ ରାଜ୍ୟର ପରିଚୟ ପୃଥିବୀରେ ହେଉ, ଲୋକ ଜାଣନ୍ତୁ ଓଡ଼ିଶାର ଏପରି ଲୋକ ଅଛନ୍ତି ମହାନ ଛାତି ବଡ଼ ଚିନ୍ତାର ମଣିଷ ଯେ ପୃଥିବୀର ବୈଜ୍ଞାନିକକୁ ସମ୍ମାନ କରିପାରୁଛନ୍ତି। ବିଜୁବାବୁ ଯେଉଁ ଅର୍ଥ ଗଚ୍ଛିତ ରଖିଯାଇଛନ୍ତି ତାର ସୁଧାଂଶରୁ ଏ ଅର୍ଥ ବ୍ୟୟ କରାଯାଏ। କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଏସବୁ କରାଯାଉଥିଲା, କରାଯାଉଛି, କରାଯିବ। ଆଲୋଚନା ବି ଆଜି ହେଇଛି ଆପଣଙ୍କୁ କହିଦିଏ। ଓଡ଼ିଶାର ବିକାଶ ଶିଳ୍ପ ବିକାଶ ନହେଲେ ଯେହେତୁ ଖଣିଜ ସମ୍ପଦ ଜଳ ସମ୍ପଦ ଜଙ୍ଗଲ ସମ୍ପଦ ଓଡ଼ିଶାର ଭର୍ତ୍ତି ହେଇଛି, ଧନୀ ରାଜ୍ୟରେ ରାଜ୍ୟବାସୀ କାହିଁ ଗରିବ କାହିଁ ଅଛନ୍ତି? ଓଡ଼ିଶା ଧନୀ, ଓଡ଼ିଆ କାହିଁ ଗରିବ ଅଛି? ଶିଳ୍ପ ବିକାଶର ମୂଳଦୁଆ ବିଜୁବାବୁ ପକାଇ ଦେଇ ଯାଇଥିଲେ। ଓଡ଼ିଶା ମାଇନିଂ କର୍ପୋରେସନ ସୃଷ୍ଟି କରିଥିଲେ, ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ସୃଷ୍ଟି କରିଥିଲେ, ଦୈତାରୀ ଆଇରନ୍ ପ୍ରୋଜେକ୍ଟ ସୃଷ୍ଟି କରିଥିଲେ, 22ଟା ଖଣିକି ହାତକୁ ନେଇଥିଲେ, ଯାଜପୁରର ଫେରୋକ୍ରୋମ ପ୍ଲାଣ୍ଟ କରିଥିଲେ, ଆପଣ ବାବନିପାଳର ଫେରୋକ୍ରୋମ ପ୍ଲାଣ୍ଟ କରିଥିଲେ, ବଡ଼ବିଲରେ କଳିଙ୍ଗ ଆଇରନ୍ ୱାର୍କସ କରିଥିଲେ, ସମ୍ବଲପୁରରେ ହୀରା ସିମେଣ୍ଟ, ହୀରା ଇଣ୍ଡଷ୍ଟ୍ରିଆଲ ୱାର୍କସ, ହୀରା କେବଲ ଇତ୍ୟାଦି କରିଥିଲେ। ନିଜେ ମଧ୍ୟ ଶିଳ୍ପପତି ଥିବାରୁ ସେ OTM, କଳିଙ୍ଗ ଟ୍ୟୁବ୍ସ, କଳିଙ୍ଗ ଏୟାରଲାଇନ୍ସ ଡାକୋଟା ଯେଉଁ ବିମାନ ଥିଲା କଳିଙ୍ଗ ରେପୁଟେସନ୍ କରିଥିଲେ। ଓଡ଼ିଶାଟାକୁ ଶିଳ୍ପ ସମୃଦ୍ଧ ହେଲେ ଓଡ଼ିଶାର ଆର୍ଥିକ ସମୃଦ୍ଧି ହେବ, ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ ଭାରତ ପରିଣତ ହୋଇପାରିବ।